पंचमा ग्राम पश्चिम रही आउ दिग भ्रमण आसी देव त्रिलोचन दंड के खंड कले दक्षिण द्वारेण बारे होई गल ज्ञान शून्य हे गो जानन बारे होई गल ज्ञान शून्य गजमस्तक कुआणी गोलारे जोड़िले गजमस्तक कुणे गोलारे जोड़िले आउ गजानन नाम को गिरीश देले पूजिले बयर सकल वृंदार वेद विद्या साधनकारी विनायक बारे निरक्ष जन को रख हे विनायक बारे निरक्ष जन को रख बारे निरक्ष जन को रख हे विनायक बारे निरक्ष जन को रख तुम्हें अटनाउरी ज्ञान सागरे पड़ी के करीब पारी यही सागरु देवे पार हुवंती देशे देशे उड़ाती विजय भाई जयंती तब चरणे करे मिनती गणपति तब चरणे करे मिनती शुणव सुजन देन मन कर्ण सुंदर भावे बाबू देवाटी बुझाइन लंकारे किंपानिया लगाइले हनुमान आउ जेते बेले सीता को से ठाव करिले प्रभु देइथिबा संकेतटी देले माता मुख चाहि बोलती हनुमान क्षुधारे मोर पेट हुए दहन सेते बेले सीता सती हेमंत बोइले मो भुवन को तू एबे जाओटी भले बहुत फल स्वाद अछि पुणी सेठारे खाइबू तोर मन को जानी आज्ञा हेमंत समय हनुमान गले मधुबन रे प्रवेश होइले खाइबारे तार नबलई मन किपरि करिबी लंका को दहन आज्ञा लक्ष्य करंतु सीता को जेते बेले हनुमान कहिदेले जे मां सात समुद्र सात दरिया पार होई मते भारी भोक होउची मु खाइबी सीता मध्य कहिदेले अति सुंदर मान मधुबन भारी स्वादिष्ट फल जाई कि तमे खाओ हनुमान जेतलो मधुबन रे पसिले चिंता करले कोन एठी जदी मु फल खाइबी फल खाइ देकी पळेबी मते तो किए देखिबेनी किए जानिबेनी ना ना कौन कले ये जो रावण सैन्य माने मते देखिबे अच्छा अच्छा आ रावण पाखु नेबे नेबे किमिति कोन करिबी अच्छा अच्छा आज्ञा खाइबारे तारो नबलई मन सब गछ मान तुजे उड़ाई कोण एक ठाब करी मधुबन भांगिला सैन्य सामंत को गोड़ाई गोड़ाई पिटिला असुर माने भये कोलाइले रावण पासे जाई जोणाइले एकाले बोइला प्रतापी रावण अक्षय कुमार जाओ रे बहन
ସେତେବେଳେ ଅକ୍ଷୟ ଯହୁଁ ଚଳି ଗଲା ହନୁମାନ ପାଶେ ପ୍ରବେଶ ହୋଇଲା ଯୁଦ୍ଧ କୋଉଟା କହି ଅକ୍ଷୟ କୁମାର ଗୋଟିଏ ଚାପୁଡ଼ା କରିଲା ପ୍ରହାର ହନୁମାନ ଚାପୁଡ଼ାରେ ଗଲା ପରାଣ ଅକ୍ଷୟ ବୀର ହୋଇଲା ଦହନ ଇନ୍ଦ୍ରଜିତ ବୀର ପୁଣି ଯେ ଆସିଲା ହନୁମାନ ବୀରକୁ ବନ୍ଧନ କରିଲା ଆଜ୍ଞା ରାବଣ ଆଦେଶରେ ଅକ୍ଷୟ କୁମାର ଆସିଛି ହନୁମାନ ସହ ବିବାଦ କରିଛି କିନ୍ତୁ ହନୁମାନ ଯୁଦ୍ଧ କରିନାହାନ୍ତି ଗୋଟିଏ ଚାପୁଡ଼ା ମାରିଲେ ଅକ୍ଷୟ ଗଲା ଇନ୍ଦ୍ରଜିତ ଯେତେବେଳେ ଆସିଲେ ଆଜ୍ଞା ନକୁଳ ଇନ୍ଦ୍ରଜିତ ନାଗପାଶ ବନ୍ଧନରେ ହନୁମାନଙ୍କୁ ବାନ୍ଧିଦେଲା ବାନ୍ଧିଦେବା ପରେ ହନୁମାନଙ୍କୁ ଯେତେବେଳେ ନେଇ ଲଙ୍କା କଟକରେ ପହଞ୍ଚି ଯାଇଛି ରାବଣ ହନୁମାନ ମୁଖକୁ ଚାହିଁ ଅଶ୍ଵରେଶ୍ୱର ଯେ ବଚନ ବୋଲଇ ଆରେ କାହା ଦେଶରେ ଲଙ୍କାରେ ବସିଲୁ ମଧୁବନଟାକୁ ମୋହର ନାସିଲୁ ସେତେବେଳେ ବୋଲେ ବୀର ହନୁମାନ ନମାର ଛାଡ଼ ହେ ବହନ ଯେତେ ମାରିଲେ ମୁହିଁ ନ ମରିବି କଲବଲ ହୋଇ କଷ୍ଟ ପାଉଥିବି ମୋର ଲାଙ୍ଗୁଡ଼ରେ ଯେବେ ନିଆଁ ଲଗାଇବ ତାହେଲେ ପିଣ୍ଡରୁ ପରାଣ ଛାଡ଼ିବ ଆଜ୍ଞା ଲକ୍ଷ୍ୟ କରନ୍ତୁ ରାବଣ ପାଖରେ ଇନ୍ଦ୍ରଜିତ ପହଞ୍ଚେଇ ଦେଇଛି ପହଞ୍ଚେଇବା ପରେ ମାଡ଼ ପ୍ରହାର କଲେ ହନୁମାନଙ୍କୁ ଅସୁର ମାନେ ଯେତେବେଳେ ମାଡ଼ ପ୍ରହାର କଲେ ହନୁମାନ କହିଲା ରାବଣ ଏମିତି ମାରିଲେ ମୁଁ ମରିବିନି ତ ମୁଁ ଖାଲି କଷ୍ଟ ପାଇବି ଛଟପଟ ହେବି କଷ୍ଟ ପାଇବି କିନ୍ତୁ ମରିବିନି ମୋତେ ଯଦି ନିଆଁ ଲଗେଇଦବ ମୋ ଲାଙ୍ଗୁଡ଼ରେ ଯଦି ନିଆଁ ଲଗେଇଦବ ତାହେଲେ ପୋଡ଼ି ହେଇଯିବେ ପିଣ୍ଡରୁ ପ୍ରାଣଟା ମୋର ପଳେଇବ ସେତେବେଳେ ହନୁମାନ ମନେ ଚିନ୍ତା କଲା ଲାଙ୍ଗୁଡ଼କୁ ତାର ବଢାଇ ନେଲା ହନୁମାନ ପୁଣି ବିଚାର କରଇ ଲଙ୍କାକୁ ଆସିବେ ପ୍ରଭୁ ଭାବଗ୍ରାହୀ ଯେତେବେଳେ ସୀତାଙ୍କ ସନ୍ଦେଶ ପାଇବେ ନିଶ୍ଚୟ ମୋ ପ୍ରଭୁ ଲଙ୍କାକୁ ଆସିବେ ଅସୁର ମାନଙ୍କ ଏହି ବାସସ୍ଥାନ କିପରି ଆସିବେ ପ୍ରଭୁ ନାରାୟଣ ତେଣୁ କରି ଲଙ୍କାକୁ ଆଗେ ପୋଡ଼ିଦେବି ତେଣୁ କରି ମୁଁ ଲଙ୍କାକୁ ଆଗେ ପୋଡ଼ିଦେବି ତାପରେ ପ୍ରଭୁଙ୍କୁ ଡକାଇ ଆଣିବି ଆଜ୍ଞା ହନୁମାନ ଚିନ୍ତା କଲା ଯେ ଲଙ୍କାଟାକୁ ମତେ ଜାଳିବାକୁ ପଡ଼ିବ କାହିଁକି ଇଏ ହଉଛି ସ୍ୱର୍ଣ୍ଣମୟୀ ଲଙ୍କା ସ୍ୱର୍ଣ୍ଣମୟୀ ଲଙ୍କା ପାର୍ବତୀଙ୍କର శాపରେ ଅସୁରପୁରୀ ହେଇଯାଇଛି ବିଶ୍ରବା ଋଷି ଯେତେବେଳେ ପ୍ରତିଷ୍ଠା କରିଥିଲେ ଲଙ୍କାଟାକୁ ଦାନରେ ମାଗି ଦେଇଥିଲେ ଦକ୍ଷିଣାରେ ତେଣୁ ପାର୍ବତୀ శాପ ଦେଇଥିଲେ ଏଇଟା ଅସୁରପୁରୀ ଏକା ପାର୍ବତୀଙ୍କର శాపରେ ଇଏ ଅସୁରପୁରୀ ହେଇଯାଇଛି କିନ୍ତୁ ଏଇଠିକି ଭଗବାନ ବିଷ୍ଣୁ ଆସିବେ ଏ ଅପବିତ୍ର ଲଙ୍କାରେ ଭଗବାନଙ୍କର ପାଦ କେମିତି ପଡ଼ିବ ଭଗବାନ ପାଦ କେମିତି ପକେଇବେ ତେଣୁ ହନୁମାନ ଚିନ୍ତା କଲା ପ୍ରଥମରେ ଲଙ୍କାଟାକୁ ମୁଁ ପବିତ୍ର କରିଦେବି ଆଜ୍ଞା ସୁନା ପବିତ୍ର କେମିତି ହୁଏ ସୁନାକୁ ଯଦି ନିଆଁରେ ଆମେ ପୋଡ଼ିବା ତାହେଲେ ସୁନା ପବିତ୍ର ହବ ତେଣୁ ହନୁମାନ ଚିନ୍ତା କରିଥିଲା ସ୍ୱର୍ଣ୍ଣମୟୀ ଲଙ୍କା ତ ଇଏ ଲଙ୍କାରେ ଯଦି ମୁଁ ନିଆଁ ଲଗେଇଦେବି ଏ ସୁନା ପବିତ୍ର ହେଇଯିବ ସ୍ୱର୍ଣ୍ଣମୟ ଲଙ୍କା ପବିତ୍ର ହେଇଯିବ ତାପରେ ଭଗବାନ ରାମ ଆସିବେ ଲଙ୍କାରେ ପାଦ ପକେଇବେ ତେଣୁ ଲଙ୍କାରେ ନିଆଁ ଲଗେଇଥିଲେ ହନୁମାନ